ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମଚର୍ଯ୍ୟ ପ୍ରୟୋଗ ଏକ ଅକୁହା କାହାଣୀ। 1883 ମସିହାରେ ମାତ୍ର 13 ବର୍ଷ ବୟସରେ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ବିବାହ କସ୍ତୁରବା ଗାନ୍ଧୀଙ୍କ ସହ ହୋଇଥିଲା। ଏହାର 25 ବର୍ଷ ପରେ ଅର୍ଥାତ୍ 38 ବର୍ଷ ବୟସରେ ମହାତ୍ମା ଗାନ୍ଧୀ ଆଜୀବନ ବ୍ରହ୍ମଚର୍ଯ୍ୟ ଗ୍ରହଣ କରିଥିଲେ। ଏହାକୁ ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି ଯେ ଯେତେବେଳେ ତାଙ୍କ ପିତାଙ୍କର ମୃତ୍ୟୁ ହେଉଥିଲା ସେତେବେଳେ ସେ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାରେ ବ୍ୟସ୍ତ ଥିଲେ ଏବଂ ଏହି କଥା ତାଙ୍କୁ ଗଭୀର ଆଘାତ ଦେଇଥିଲା। ତାଙ୍କ ମତରେ ବ୍ରହ୍ମଚର୍ଯ୍ୟ ପାଳନ କରିବା କୌଣସି ଅପରାଧ ନୁହେଁ, ବରଂ ଏହା ଏକ ତପସ୍ୟା। କିନ୍ତୁ ଗାନ୍ଧୀଜୀଙ୍କର ବ୍ରହ୍ମଚର୍ଯ୍ୟ ପ୍ରୟୋଗ ଗୁଡ଼ିକ ସହିତ ଯେଉଁ ରହସ୍ୟ ଗୁଡ଼ିକ ଜଡ଼ିତ ଅଛି, ଯାହାକୁ ନେଇ ତାଙ୍କ ମୃତ୍ୟୁର 7 ଦଶନ୍ଧି ପରେ ମଧ୍ୟ ଆଜି ବି ବିତର୍କ ଚାଲିଛି, ସେ ମନୁବେନ ଗାନ୍ଧୀ, ଡକ୍ଟର ସୁଶୀଲା ନାୟର, ପ୍ରଭାତୀ ଦେବୀ ଏବଂ ଆଭା ଗାନ୍ଧୀଙ୍କ ସହ କିପରି ପ୍ରୟୋଗ କରିଥିଲେ, ଯାହା ଆଜି ବି ତାଙ୍କର ନିର୍ମଳ ଭାବମୂର୍ତ୍ତି ଉପରେ ଏକ କଳା ଦାଗ ଭଳି ଲାଗି ରହିଛି। ଏହି ବିବରଣୀରେ କୁହାଯାଉଥିବା ଗୋଟିଏ ବି ଶବ୍ଦ ମନଗଢ଼ା ନୁହେଁ। ଏହି ସୂଚନା ଗାନ୍ଧୀଜୀଙ୍କ ଦ୍ୱାରା ସ୍ୱାକ୍ଷରିତ ମନୁବେନଙ୍କ ଡାଏରୀରେ ଏଠାରେ ଉପସ୍ଥାପନ କରାଯାଉଛି। ତାଙ୍କ ଦ୍ୱାରା ଲିଖିତ ଚିଠି ଏବଂ ତାଙ୍କ ନିକଟତର ବରିଷ୍ଠ ସାମ୍ବାଦିକମାନଙ୍କ ପୁସ୍ତକ ଓ ବିବୃତ୍ତିରୁ ସଂଗ୍ରହ କରାଯାଇଛି। ମନୁ ଗାନ୍ଧୀଙ୍କ ସହ ପ୍ରୟୋଗ। ଗାନ୍ଧୀଜୀ ଅନେକ ମହିଳାଙ୍କ ସହ ବ୍ରହ୍ମଚର୍ଯ୍ୟ ପ୍ରୟୋଗ କରିଥିଲେ, କିନ୍ତୁ ଯାହାକୁ ନେଇ ସବୁଠାରୁ ଅଧିକ ବିବାଦ ହୋଇଥିଲା ସେ ଥିଲେ ମନୁ ଗାନ୍ଧୀ। ମନୁ ଥିଲେ ବାପୁଙ୍କ ପୁତୁରା ଜୟସୁଖଲାଲ ଗାନ୍ଧୀଙ୍କ ଝିଅ, ଅର୍ଥାତ୍ ସେ ସମ୍ପର୍କରେ ଗାନ୍ଧୀଜୀଙ୍କର ନାତୁଣୀ ଥିଲେ। ସେ ଦିନସାରା ଗାନ୍ଧୀଜୀଙ୍କର ସେବା କରୁଥିଲେ ଏବଂ ରାତିରେ ଗାନ୍ଧୀଜୀ ତାଙ୍କ ସହ ବ୍ରହ୍ମଚର୍ଯ୍ୟ ପ୍ରୟୋଗ କରୁଥିଲେ। ଏହି କଥାର ଖୁଲାସା ନିଜେ ଗାନ୍ଧୀଜୀ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରେଲାଲ ନାୟରଙ୍କୁ ଏକ ଚିଠି ଲେଖି ଜଣାଇଥିଲେ। 30 ଡିସେମ୍ବର 1946 ମସିହାରେ ଲେଖାଯାଇଥିବା ଏହି ଚିଠିରେ ଗାନ୍ଧୀଜୀ ଲେଖିଛନ୍ତି, ମୁଁ ତାକୁ ନିଜ ପାଖରେ ଶୋଇବାକୁ ଦେଉଛି। ସେ ବିନା କୌଣସି ପୋଷାକରେ ଶୋଉଛି, କିନ୍ତୁ ଗଭୀର ନିଦରେ ଶୋଇଥାଏ। ଯେତେବେଳେ ବି କିଛି କାମ ଥାଏ ତାକୁ ଉଠାଇବାକୁ ପଡ଼େ। ସେ ରାତି 2ଟା ହେଉ ବା 3ଟା, ମୁଁ ଏହାକୁ ଏକ ଭଲ ଲକ୍ଷଣ ମାନୁଛି ଯେ ସେ ଏପରି ଭାବରେ ଶୋଇପାରୁଛି। ଏହି ଚିଠିକୁ ଆପଣ ସମ୍ପୂର୍ଣ୍ଣ ଗାନ୍ଧୀ ବାଙ୍ଗ୍ମୟ କଲେକ୍ଟେଡ୍ ୱାର୍କସ୍ ଅଫ୍ ମହାତ୍ମା ଗାନ୍ଧୀର ଖଣ୍ଡ 94 ପୃଷ୍ଠା ସଂଖ୍ୟା 397ରେ ମଧ୍ୟ ପଢ଼ିପାରିବେ। ଏହି ପୁସ୍ତକର ସତ୍ୟତା ଉପରେ ଆଜି ପର୍ଯ୍ୟନ୍ତ କେହି ପ୍ରଶ୍ନ ଉଠାଇ ନାହାନ୍ତି, କାରଣ ଏହା ଭାରତ ସରକାରଙ୍କ ନିର୍ଦ୍ଦେଶନାରେ ପ୍ରକାଶିତ ହୋଇଥିଲା। ଯେତେବେଳେ ଗାନ୍ଧୀଜୀ ମନୁବେନଙ୍କ ସହ ଏହି ପ୍ରୟୋଗ କରୁଥିଲେ ସେତେବେଳେ ଗାନ୍ଧୀଜୀଙ୍କ ବୟସ 77 ବର୍ଷ ଥିବାବେଳେ ମନୁକୁ ମାତ୍ର 19 ବର୍ଷ ହୋଇଥିଲା। ମନୁଙ୍କର ପଢ଼ାଲେଖାରେ ବହୁତ ଆଗ୍ରହ ଥିଲା, ତେଣୁ ସେ 15 ବର୍ଷ ବୟସରୁ ଡାଏରୀ ଲେଖିବା ଆରମ୍ଭ କରିଥିଲେ। ଏହି ଡାଏରୀରେ 12ଟି ଖଣ୍ଡ ଆଜି ବି ଭାରତ ସରକାରଙ୍କ ନ୍ୟାସନାଲ ଆର୍କାଇଭ୍ସରେ ସୁରକ୍ଷିତ ଅଛି। ମନୁ ପ୍ରତିଦିନ ଶୋଇବା ପୂର୍ବରୁ ନିଜ ଡାଏରୀ ଲେଖୁଥିଲେ ଏବଂ ପରଦିନ ସକାଳେ ଗାନ୍ଧୀଜୀ ଏହି ଡାଏରୀ ପଢ଼ି ପ୍ରତିଟି ପୃଷ୍ଠାରେ ଦସ୍ତଖତ କରୁଥିଲେ, ଯେପରି ଭବିଷ୍ୟତରେ ଏହି ଡାଏରୀରେ ଲେଖାଯାଇଥିବା କୌଣସି କଥା ଉପରେ କେହି ପ୍ରଶ୍ନ ନ ଉଠାନ୍ତି। ଏହି ଡାଏରୀର କିଛି ଅଂଶ ଲୋକପ୍ରିୟ ପତ୍ରିକା ଇଣ୍ଡିଆ ଟୁଡେ ନିଜର ମହାତ୍ମା ଆଣ୍ଡ ମନୁବେନ ଦ ଅନଟୋଲ୍ଡ ଷ୍ଟୋରୀ ସଂସ୍କରଣରେ ପ୍ରକାଶ କରିଥିଲା। ସେହି ଅନୁଯାୟୀ ମନୁବେନ 21 ଡିସେମ୍ବର 1946 ଦିନ ନିଜ ଡାଏରୀରେ ଲେଖିଥିଲେ ଯେ ଆଜି ରାତିରେ ଯେତେବେଳେ ବାପୁ, ମୁଁ ଏବଂ ସୁଶୀଲା ଗୋଟିଏ ବିଛଣାରେ ଶୋଇଥିଲୁ ସେତେବେଳେ ସେ ମୋତେ କୋଳେଇ ନେଲେ ଏବଂ ଶ୍ରଦ୍ଧାରେ ପିଠି ଥାପୁଡ଼େଇ ଦେଲେ। ବହୁ ସମୟ ପରେ ସେ ମୋତେ ଆଲିଙ୍ଗନ କରିଥିଲେ। ତାପରେ ବାପୁ ତାଙ୍କ ସହ ଶୋଇବା ସତ୍ତ୍ୱେ କାମଭାବ ମାମଲାରେ ମୋର ନିଷ୍ପାପ ରହିବାକୁ ନେଇ ପ୍ରଶଂସା କରିଥିଲେ। ଅନ୍ୟପଟେ ନୂଆଖାଲିର ଅନ୍ଧାର ରାତିରେ ଗାନ୍ଧୀଙ୍କ ବନ୍ଦ କୁଟୀରରେ ହେଉଥିବା ଏହି ବ୍ରହ୍ମଚର୍ଯ୍ୟ ପ୍ରୟୋଗ ଦୁନିଆ ସାମ୍ନାକୁ ଆସିବାକୁ ଲାଗିଲା। ଏହି କଥା କିଏ ପ୍ରଘଟ କଲା ତାହାର କୌଣସି ପୁଖ୍ତା ପ୍ରମାଣ ନାହିଁ, କିନ୍ତୁ ଗାନ୍ଧୀ ଏବଂ ମନୁଙ୍କ ସମ୍ପର୍କକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବାକୁ ଲାଗିଲା। ଏଥିରେ ଦୁଃଖିତ ହୋଇ 1 ଜାନୁଆରୀ 1947 ଦିନ ମନୁ ନିଜ ଡାଏରୀରେ ଲେଖନ୍ତି, ମୋର ସନ୍ଦେହ ହେଉଛି ଯେ ଏହି ଗୁଜବ ପଛରେ ଅସ୍ତମୁଲ୍ଲାବେନ, ସୁଶୀଲାବେନ ଏବଂ କନ୍ନୁ ଭାଇଙ୍କ ହାତ ଅଛି। ମୁଁ ଯେତେବେଳେ ବାପୁଙ୍କୁ ଏହି କଥା କହିଲି ସେ ମୋ ସହ ସହମତ ହୋଇ କହିଲେ ଯେ ଜାଣି ହେଉନି ସୁଶୀଲା କାହିଁକି ଏତେ ଈର୍ଷା କରୁଛି। ବାପୁ କହିଥିଲେ ଯେ ଯଦି ମୁଁ ଏହି ପ୍ରୟୋଗରେ ନିର୍ଦ୍ଦୋଷ ପ୍ରମାଣିତ ହୁଏ
ତେବେ ମୋର ଚରିତ୍ର ଆକାଶ ଛୁଇଁବ। ସେ କହୁଥିଲେ ଯେ ଏହା ତାଙ୍କ ବ୍ରହ୍ମଚର୍ଯ୍ୟର ଯଜ୍ଞ ଏବଂ ମୁଁ ତାର ଏକ ପବିତ୍ର ଅଂଶ। ଯଦି ସମସ୍ତେ ଆମ ସାଥ ଛାଡ଼ି ଦିଅନ୍ତି, ତଥାପି ଈଶ୍ୱରଙ୍କ ଆଶୀର୍ବାଦରୁ ଆମେ ଏହି ପ୍ରୟୋଗ ସଫଳତାର ସହ କରିବୁ ଏବଂ ପରେ ଏହି ମହାପରୀକ୍ଷା ବିଷୟରେ ସାରା ଦୁନିଆକୁ ଜଣାଇବୁ। ଅନ୍ୟ ମହିଳାମାନଙ୍କ ସହ ଗାନ୍ଧିଜୀଙ୍କ ପ୍ରୟୋଗ। ଗାନ୍ଧିଜୀ ଏହି ପ୍ରୟୋଗ ଅନେକ ମହିଳାଙ୍କ ସହ କରିସାରିଥିଲେ, କିନ୍ତୁ ସେହି କଥା ସବୁବେଳେ ପାର୍ଟିର କର୍ମକର୍ତ୍ତାମାନଙ୍କ ମଧ୍ୟରେ ଚାପି ହୋଇ ରହିଯାଉଥିଲା। ମନୁବେନଙ୍କ କଥା ମଧ୍ୟ ଜନସାଧାରଣଙ୍କ ପାଖକୁ ଯାଇନଥାନ୍ତା, କିନ୍ତୁ 1 ଫେବୃଆରୀ 1947 ଦିନ ସେ ନିଜେ ଏହାକୁ ନେଇ ଏକ ବିବାଦୀୟ ବୟାନ ଦେଇଥିଲେ ପ୍ରାର୍ଥନା ସଭାରେ। ମୁଁ ଚାହେଁ ନାହିଁ କି ମୋର ନିର୍ଦ୍ଦୋଷ ଆଚରଣକୁ ନେଇ କୌଣସି ଭୁଲ ବୁଝାମଣା ରହୁ। ମୋର ନାତୁଣୀ ମନୁ ମୋ ସହ ରହେ। ସେ ମୋ ସହ ଗୋଟିଏ ବିଛଣାରେ ଶୁଏ। ମୁଁ ଯେଉଁ ଯଜ୍ଞ କରୁଛି ଏହା ତାହାର ଏକ ପବିତ୍ର ଅଂଶ। ଏହି ଭାଷଣ ପରେ ଖବରକାଗଜରେ ଗାନ୍ଧୀ ଏବଂ ମନୁଙ୍କୁ ନେଇ ଖବର ଛପାଗଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହାକୁ ବନ୍ଦ କରିବାକୁ ତାଙ୍କୁ ଚିଠି ମଧ୍ୟ କରିଥିଲେ, କିନ୍ତୁ ଗାନ୍ଧୀ ମାନିନଥିଲେ। ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଦେବଦାସ ଗାନ୍ଧୀ ମନୁଙ୍କୁ କହିଥିଲେ ଯେ ଡାଏରୀରେ ଏହି କଥା କାହାକୁ ନ କହିବା ପାଇଁ, ଯାହାର ଉଲ୍ଲେଖ ମନୁ ନିଜ ବହି ବାପୁ କି ଅନ୍ତିମ ଝାଙ୍କିରେ କହିଛନ୍ତି। 1969ରେ ମାତ୍ର 41 ବର୍ଷ ବୟସରେ ମନୁବେନଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପ୍ରମୁଖ ନାମ: ଡାକ୍ତର ସୁଶୀଲା ନାୟାର। ବାପୁ 24 ବର୍ଷିଆ ସୁଶୀଲାଙ୍କ ସହ ନଗ୍ନ ଅବସ୍ଥାରେ ସ୍ନାନ କରୁଥିଲେ ବୋଲି ବେଦ ମେହେଟ୍ଟା ନିଜ ବହିରେ ଦାବି କରିଛନ୍ତି। ପ୍ରଭାବତୀ ଦେବୀ: ସେ ଜୟପ୍ରକାଶ ନାରାୟଣଙ୍କ ପତ୍ନୀ ଥିଲେ। ଗାନ୍ଧୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନର ଶପଥ ନେଇଥିଲେ, ଯେଉଁଥିପାଇଁ ଜେପି କେବେ ଗାନ୍ଧୀଙ୍କୁ କ୍ଷମା କରିନଥିଲେ। ଆଭା ଗାନ୍ଧୀ: ସେ ଗାନ୍ଧୀଙ୍କ ପୁତୁରା କନୁଲାଲଙ୍କ ପତ୍ନୀ ଥିଲେ। ତାଙ୍କୁ ମଧ୍ୟ ଗାନ୍ଧୀଙ୍କ ସହ ଶୋଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଗାନ୍ଧୀଙ୍କ ନଜରରେ ବ୍ରହ୍ମଚର୍ଯ୍ୟର ସଂଜ୍ଞା। 8 ମାର୍ଚ୍ଚ 1947ରେ ଗାନ୍ଧୀ ଲେଖିଥିଲେ, ଯେଉଁ ମନୁଷ୍ୟ କାମବାସନାରୁ ସବୁବେଳେ ଦୂରେଇ ଥାଏ, ଯିଏ ସୁନ୍ଦରୀ ସ୍ତ୍ରୀ ସହ ନଗ୍ନ ଅବସ୍ଥାରେ ଶୋଇବା ପରେ ମଧ୍ୟ କାମ ଉତ୍ତେଜନା ଅନୁଭବ କରେ ନାହିଁ, ସେ ହିଁ ପ୍ରକୃତ ବ୍ରହ୍ମଚାରୀ। ତଥାପି ଆଚାର୍ଯ୍ୟ ବିନୋବା ଭାବେ ଏହି ପ୍ରୟୋଗର ଘୋର ବିରୋଧ କରିଥିଲେ। ସେ କହିଥିଲେ ଯେ ଯଦି କେହି ପୂର୍ଣ୍ଣ ବ୍ରହ୍ମଚାରୀ, ତେବେ ତାଙ୍କୁ ପ୍ରୟୋଗ କରିବାର ଆବଶ୍ୟକତା କ'ଣ? ତେବେ ଆପଣଙ୍କର ଏହି ବିବାଦୀୟ ପ୍ରୟୋଗ ଉପରେ ମତାମତ କ'ଣ? କମେଣ୍ଟରେ ନିଶ୍ଚିତ ରୂପେ ଲେଖି ଜଣାଇବେ। ଆଉ ପ୍ରୟୋଗ ନାଁରେ ନିଜ ନାତୁଣୀ ତଥା ସେହି ବୟସର ଝିଅ ଏବଂ ମହିଳାମାନଙ୍କୁ ଉଲ୍ଲଗ୍ନ କରି ପାଖରେ ଶୋଇବା କେତେଦୂର ଯଥାର୍ଥ? ଆଉ ଗୋଟିଏ କଥା ମୁଁ ମଧ୍ୟ ବୁଝିପାରୁନି ଯେ 77 ବର୍ଷ ବୟସରେ ଗୋଟିଏ ବୃଦ୍ଧ ବ୍ୟକ୍ତି, ତା ପାଖରେ ଏମିତି କ'ଣ ବା କାମ ଭାବନା ଥିଲା ଯାହାକୁ ସେ ଦମନ କରିବା ପାଇଁ ବ୍ରହ୍ମଚର୍ଯ୍ୟ ନାଁରେ ଏସବୁ ଏକ୍ସପେରିମେଣ୍ଟ କରିଚାଲୁଥିଲେ। କଥାକୁ ହୁଏତ ଏବେକା ସମାଜ ତ କେବେ ବି ଗ୍ରହଣ କରିବ ନାହିଁ, କେବେ ବି ଗ୍ରହଣ କରିବ ନାହିଁ। ଆଉ ଏତେ ବର୍ଷ ପୂର୍ବେ ସେ ଯେଉଁ ରକ୍ଷଣଶୀଳ ସମାଜ ଥିଲା, ସେ ସମୟରେ ଏହାକୁ କିପରି ଭାବେ ଗ୍ରହଣ କରିଥିଲେ, ସେ ଯେଉଁ ମହିଳାମାନଙ୍କୁ କିପରି ଭାବରେ ଗୋଟେ ଟ୍ରାପ୍ରେ ଫସାଯାଇଥିଲା ବା ଗୋଟେ ଇମୋସନାଲି ବା ମେଣ୍ଟାଲି ତାଙ୍କୁ କ୍ୟାପଚର କରାହେଇକି ସେଠି ରଖାଯାଉଥିଲା ଏବଂ ଏଇ ଏକ୍ସପେରିମେଣ୍ଟରେ ତାଙ୍କର ୟୁଜ୍ କରାଯାଉଥିଲା। এই ବିଷୟରେ ନେକ୍ସଟ ପାର୍ଟରେ ମୁଁ କମ୍ପ୍ଲିଟ୍ ଡିଟେଲ୍ସ ଭିଡ଼ିଓ ନେଇକି ଆସିବି। ଯଦି এই ଭିଡ଼ିଓକୁ ଆପଣମାନଙ୍କର ଭଲ ପାଇବା ମିଳେ, ତାହେଲେ ସେହି ବିଷୟରେ ଆମେ ଡିଟେଲ୍ସ ଆଲୋଚନା ନେକ୍ସଟ ଭିଡ଼ିଓରେ କରିବା। ଆଉ ଆପଣଙ୍କର ବହୁମୂଲ୍ୟ ମତାମତ କମେଣ୍ଟ ବକ୍ସରେ ନିଶ୍ଚିତ ରୂପେ ଲେଖି ଜଣାନ୍ତୁ। ପୁଣି ଦେଖା ହେବ ଆପଣମାନଙ୍କ ସହିତ ଏମିତି ଗୋଟେ ଇଣ୍ଟରେଷ୍ଟିଂ ଭିଡ଼ିଓ ସହିତ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ ଦିସ୍ ଭିଡ଼ିଓ।